मेघमाଳରେ शीघ्र आसुथिबा आम्भमानक प्रभु जीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସ୍ୱର୍ଗର ପରମେଶ୍ୱର ଆଜି ମଧ୍ୟ ଆମ୍ଭମାନଙ୍କୁ ଏକ ସୁନ୍ଦର ସୁଯୋଗ, ସୁନ୍ଦର ଅବକାଶ ଦେଇଅଛନ୍ତି ତାହାଙ୍କର ବାକ୍ୟକୁ ଶୁଣିବା ନିମନ୍ତେ, ତାହାଙ୍କର ବାକ୍ୟକୁ ଧ୍ୟାନ କରିବା ନିମନ୍ତେ। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଏକ ଭିନ୍ନ ପ୍ରସଙ୍ଗରେ, ନୂତନ ପ୍ରସଙ୍ଗରେ ଅଳ୍ପ ସମୟ ଆମେ ଧ୍ୟାନ କରିବା ପାଇଁ ଯିବା। ଆଜିର ପ୍ରସଙ୍ଗର ଶୀର୍ଷକ ହେଲା, ଏହି ନୂତନ ବର୍ଷରେ କେଉଁମାନେ ଦୟା ପାଇବେ। ଆଜିର ପ୍ରସଙ୍ଗ ହେଲା, ଏହି ନୂତନ ବର୍ଷରେ କେଉଁମାନେ ଦୟା ପାଇବେ, ବା ଏହି ନୂଆ ବର୍ଷରେ ଦୟା ପାଇବା ପାଇଁ ଆମକୁ କ'ଣ କରିବା ଆବଶ୍ୟକ ରହିଛି। ଏହି ପ୍ରସଙ୍ଗରେ ଅଳ୍ପ ସମୟ ଆମେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସମସ୍ତେ ଇଚ୍ଛା କରୁ, ବାଞ୍ଛା କରୁ ଯେ ମୋର ପରମେଶ୍ୱର ମୋତେ ଦୟା କରିବେ, ମୋ ପରମେଶ୍ୱର ମୋତେ ସୁରକ୍ଷା ଦେବେ, ମୋର ପରମେଶ୍ୱର ମୋ ଜୀବନରେ ମଙ୍ଗଳ ଆଣିବେ, ଆଶୀର୍ବାଦ ଆଣିବେ, ନିଶ୍ଚିତ ତାହାଙ୍କ ଦୟା ମୋ ଉପରେ ରହିଛି। ଏହା ଆମେ ସବୁବେଳେ ଅନୁଭବ କରୁ ଏବଂ ଅନୁଭବ କରିବା କୌଣସି ପ୍ରକାରେ ମନ୍ଦ ନୁହେଁ। ତାହାଙ୍କ ଉପରେ ଭରସା ରଖିବା କୌଣସି ପ୍ରକାରେ ମନ୍ଦ ନୁହେଁ। କିନ୍ତୁ ବାଇବେଲ କ'ଣ କହେ ଯେ ପରମେଶ୍ୱର ସମସ୍ତଙ୍କୁ ସେ ଦୟା କରନ୍ତି ନାହିଁ, ଆଉ ପରମେଶ୍ୱରଙ୍କ ଠାରୁ ସମସ୍ତେ ଦୟା ପାଇବେ, ଏହି ପ୍ରକାର କଥା କେଉଁଠି ମଧ୍ୟ ଲେଖା ହେଇନାହିଁ। ସତ୍ୟ ବିହୀନ ପ୍ରତିଜ୍ଞା ପରମେଶ୍ୱର ତାଙ୍କ ବାକ୍ୟରେ କେଉଁଠି ମଧ୍ୟ ସେ ଲେଖି ଦେଇନାହାନ୍ତି। ପ୍ରତ୍ୟେକ ପ୍ରତିଜ୍ଞା, ପ୍ରତ୍ୟେକ ପରମେଶ୍ୱରଙ୍କ ଆଶୀର୍ବାଦ ପଛରେ ଏକ ଏକ ସର୍ତ୍ତ ରହିଛି। ଆସନ୍ତୁ ଆମେ ଏହି ନୂତନ ବର୍ଷରେ ପରମେଶ୍ୱରଙ୍କର ଦୟାକୁ ପାଇବା ପାଇଁ ଆମକୁ କ'ଣ କରିବା ଆବଶ୍ୟକ ରହିଛି ଏବଂ ଏହି ନୂଆ ବର୍ଷରେ କେଉଁ ପରିବାର, କେଉଁ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ, କେଉଁ ଲୋକମାନେ ଦୟା ପାଇବେ। ଯଦି ଆପଣମାନେ ମୋ ସହିତ ହିତ ଉପଦେଶ 28 ଅଧ୍ୟାୟକୁ ଆସିବେ, ହିତ ଉପଦେଶ 28 ଅଧ୍ୟାୟ ତାର 13 ପଦରେ ଏ ପ୍ରକାର ଲେଖାଯାଏ ଯେ ଆପଣା ଅଧର୍ମ ଆଚ୍ଛାଦନ କରେ ସେ ମଙ୍ଗଳ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ ସେ ଦୟା ପାଇବ। ପ୍ରଭୁଙ୍କ ନାମର ଗୌରବ ହେଉ। ପରମେଶ୍ୱରଙ୍କ ବାକ୍ୟ କେତେ ସ୍ପଷ୍ଟ ଅଟେ, କେତେ ସରଳ ଅଟେ। ସେ ଆମକୁ ସେ ଲେଖି ଦେଇଛନ୍ତି ଯେ ସେ କହନ୍ତି ଯେ ଆପଣା ଅଧର୍ମକୁ ଆଚ୍ଛାଦନ କରେ, ନିଜର ପାପକୁ, ନିଜର ଅଧର୍ମକୁ, ଯାହା ପରମେଶ୍ୱରଙ୍କର ଘୃଣାର ବିଷୟ, ସେହିସବୁ ବିଷୟକୁ ଯେଉଁମାନେ ଲୁଚାଇ ଦିଅନ୍ତି, ଯେଉଁମାନେ ଘୋଡ଼େଇକିନା ରଖନ୍ତି, ସେମାନେ ମଙ୍ଗଳ ପାଇବେ ନାହିଁ। ଏହି ନୂଆ ବର୍ଷରେ ଆମକୁ ମଙ୍ଗଳ ପାଇବାକୁ ହେଲେ, ପ୍ରଭୁଙ୍କର ଦୟା ପାଇବାକୁ ହେଲେ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମକୁ କ'ଣ କରିବାକୁ ହେବ? ସେଇ ସବୁ ଅଧର୍ମକୁ, ସେଇ ସବୁ ପାପକୁ ଆମେ ଆଚ୍ଛାଦନ ନ କରି ପ୍ରଭୁଙ୍କ ନିକଟରେ ଆମେ ସ୍ୱୀକାର କରିବା, ପ୍ରଭୁଙ୍କ ନିକଟରେ ଆମେ କହିଦେବା ଏବଂ ସେହି ସବୁ ଅଧର୍ମକୁ ଯଦି ଆମେ ଛାଡ଼ିଦେବା, ତାହେଲେ ଆମେ ଦୟା ପାଇବା। ନିଶ୍ଚିତ ଭାବରେ ଆମେ ଏଇ 2025ରେ ପରମେଶ୍ୱରଙ୍କର ଅସୀମ ଦୟା, ଅପାର ତାଙ୍କର ପ୍ରେମକୁ ଆମେ ଦେଖିପାରିବା। ଯଦି ଆମର ପେଟରେ ଯଦି ଷ୍ଟୋନ୍ ଥିବ, ଟ୍ୟୁମର ଥିବ, ଯେତେବେଳେ ଡକ୍ଟର ପାଖକୁ ଆମେ ଯିବା, ଯଦି ଆମେ ଡକ୍ଟରଙ୍କୁ ଆମେ କହିବୁ ଯେ ନାଇଁ, ମୁଁ ପେଟ ମୋର ଦେଖାଇବା ପାଇଁ ମୁଁ ଚାହୁଁନାହିଁ, ମୋତେ ଦେଖାଇଲେ ଲାଜ ଲାଗୁଛି, ଯଦି ଏହି ପ୍ରକାର ଜଣେ ପେସେଣ୍ଟ କହିବ, ତାହେଲେ ସେ କେବେ ମଧ୍ୟ ସେଇ ରୋଗରୁ, ସେଇ ଟ୍ୟୁମର, ସେଇ ଷ୍ଟୋନ୍ ବଥା ଯନ୍ତ୍ରଣାରୁ କେବେ ମଧ୍ୟ ସେ ମୁକ୍ତ ହୋଇପାରିବ ନାହିଁ। ପ୍ରିୟ ଭାଇ ଭଉଣୀମାନେ, ମୁଁ ଏହି ଉଦାହରଣ କହିବାର ଉଦ୍ଦେଶ୍ୟ ହେଲା, ଯଦି ଆମେ ପାପକୁ ଘୋଡ଼େଇବା, ପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ସେହି ଗୁପ୍ତ ସ୍ୱଭାବ ଯଦି ଆମେ ପରମେଶ୍ୱରଙ୍କ ଠାରୁ ଆମେ ଯଦି ଲୁଚେଇବା, ସେଇଟା ସ୍ୱୀକାର କରିବା ନାହିଁ, ଆଉ ସେଇ ପାପରେ ଯଦି ଆମେ ଲିପ୍ତ ଥିବା, ଆମେ ଯଦି ସେ ପାପକୁ ପରିତ୍ୟାଗ କରିବା ନାହିଁ, କେବେ ମଧ୍ୟ ଆମେ ଦୟା ପାଇବା ନାହିଁ। ଆମେ ଏ 2025ରେ ଆମେ ମଙ୍ଗଳ ପାଇପାରିବା ନାହିଁ। ସେଥିପାଇଁ ଏହି 2025 ମସିହା, ଏହି ନୂଆ ବର୍ଷରେ ସେମାନେ ଦୟା ପାଇବେ ଯେଉଁମାନେ ଆପଣା ଅଧର୍ମକୁ ପରମେଶ୍ୱରଙ୍କ ନିକଟରେ ସ୍ୱୀକାର କରିବେ ଆଉ ଛାଡ଼ିଦେବେ। ଅନେକ ସମୟରେ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ କ'ଣ କରନ୍ତି? ପାପ ସ୍ୱୀକାର କରନ୍ତି।
ପ୍ରଭୁ ମୁଁ ପାପୀ ମୋତେ କ୍ଷମା କର। କିନ୍ତୁ ଆଉ ଥରେ ପରବର୍ତ୍ତୀ ସମୟରେ ସେମାନେ କ'ଣ କରନ୍ତି? ପାପ ଆଉ ଥରେ କରନ୍ତି। ପାପ କଲା ପରେ ପୁନର୍ବାର ଆଉ ଥରେ ସେମାନେ ସ୍ୱୀକାର କରନ୍ତି। ବାଇବେଲ ଆମମାନଙ୍କୁ ଏହି ପ୍ରକାର କଥା କହେ ନାହିଁ। ବାଇବେଲ ଆମ୍ଭମାନଙ୍କୁ କ'ଣ କହେ? ପାପକୁ ଯେ ସ୍ୱୀକାର କରି ଛାଡ଼ି ଦିଏ ସେ ଦୟା ପାଇବ। ପାପ ସ୍ୱୀକାର କଲେ ଦୟା ନାହିଁ, କିନ୍ତୁ ପାପ ସ୍ୱୀକାର କରି ପାପକୁ ଯେ ପରିତ୍ୟାଗ କରେ, ଛାଡ଼ି ଦିଏ, ସେ ଦୟା ପାଇବ। ତାହାଙ୍କ ନାମର ଗୌରବ ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆପଣମାନଙ୍କୁ ଲୁକ ଲିଖିତ ସୁସମାଚାର 15 ଅଧ୍ୟାୟ 17 ପଦରୁ କିଛି ବାକ୍ୟ ମୁଁ ପଢ଼ିବା ପାଇଁ ଚାହେଁ। ଏହା ଆମମାନଙ୍କର ସୁପରିଚିତ ବାକ୍ୟ ଅଟେ। ଖ୍ରୀଷ୍ଟିଆନ ସମାଜରେ ଆମେ ସମସ୍ତେ ଏହି ଲୁକ ଲିଖିତ ସୁସମାଚାର ଏହି 15 ଅଧ୍ୟାୟକୁ ଆମେ ଜାଣୁ। କିନ୍ତୁ ମୁଁ ପଢ଼ି ଆପଣମାନଙ୍କୁ ସ୍ମରଣରେ ଆଣିବା ପାଇଁ ଚାହେଁ, ଆପଣମାନଙ୍କୁ ଚେତାଇ ଦେବା ପାଇଁ ଚାହେଁ ଯେ 17 ପଦରେ ଏ ପ୍ରକାର ଲେଖାଯାଏ, ମାତ୍ର ସେ ଚେତନା ପାଇ କହିଲା। କିଏ ଚେତନା ପାଇ କହିଲା? ଏହା ହେଉଛି ସେ ସାନ ପୁଅ ଅର୍ଥାତ୍ ଅପବୀୟ ପୁତ୍ର। ସେ ଚେତନା ପାଇ କହିଲା। କ'ଣ ବୋଲି କହିଲା? ମୋର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳି ପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। ସେ ମନେ ମନେ କହୁଛି, ନିଜକୁ ସେ ପଚାରୁଛି, ଆଉ ଏଠି ମୋତେ ଘୁଷୁରି ଖାଇବାଟା ମଧ୍ୟ ଅଣ୍ଟୁ ନାହିଁ। ମୁଁ କ'ଣ କରିବି? ମୋତେ ଦୟା କରିବା ଲୋକ କିଏ ନାହାନ୍ତି? ମୋତେ ଖାଇବାକୁ ଦେବା ଲୋକ କିଏ ନାହାନ୍ତି? ମୋର ଯତ୍ନ ନେଲା ପରି, ମୋର ପ୍ରତିପାଳନ କଲା ପରି କେହି ମଧ୍ୟ ଏଠାରେ ନାହାନ୍ତି। ସେଥିପାଇଁ ମୁଁ କ'ଣ କରିବି? ମୁଁ ତ ବାପାଙ୍କର ଅନ୍ୟାୟରେ ତାଙ୍କ ବିରୁଦ୍ଧରେ ମୁଁ ପାପ କରି ଏହି ସ୍ଥାନରେ ପଳାଇ ଆସିଛି। ମୁଁ ତାଙ୍କୁ ଫୋନ୍ ମାଧ୍ୟମରେ କଣ୍ଟାକ୍ଟ କରିପାରିବି ନାହିଁ। ମୁଁ ତାଙ୍କୁ ଆଉ ଥରେ ଟଙ୍କା ମାଗି ଯାଇପାରିବି ନାହିଁ। ମୁଁ କ'ଣ କରିବି? ସେ ଚେତନା ପାଇ ସେ କହୁଛନ୍ତି 18 ପଦରେ, ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ। ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ। 20 ପଦରେ ଲେଖାଯାଏ, ସେଥିରେ ସେ ଉଠି ଆପଣା ପିତାଙ୍କ ଘରକୁ ଗଲା। କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ି ଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ କଲେ। 21 ପଦ, ପୁତ୍ର ତାଙ୍କୁ କହିଲା, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ। 22 ପଦ, କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଚଞ୍ଚଳ ଘେନି ଆସ, ଏହାକୁ ପିନ୍ଧାଅ, ଏହାର ହାତରେ ମୁଦି ଓ ପାଦରେ ପାଦୁକା ଦିଅ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଏହି କଥା କହିବାର ଅର୍ଥ ହେଲା, ଏହି ଉଦାହରଣକୁ ଆପଣମାନଙ୍କ ନିକଟରେ ରଖିବାର ତାତ୍ପର୍ଯ୍ୟ ହେଲା ଯେ ଅପବୀୟ ପୁତ୍ରଙ୍କ ପରି ଯଦି ଆମେ ପ୍ରଭୁଙ୍କ ନିକଟକୁ ଯିବା, ତାହାଙ୍କ ବିରୁଦ୍ଧରେ କରିଥିବା ପାପ ମନ୍ଦ, ତାହାଙ୍କ ଦୃଷ୍ଟିରେ ଯାହା ଘୃଣାର ବିଷୟ, ତାହା ଯଦି ଆମେ କରିଛୁ, ସେହିସବୁ ବିଷୟ ଯଦି ଆମେ ସ୍ୱୀକାର କରିଦେବା ଆଉ ଆମେ ଛାଡ଼ିଦେବା, ତାହେଲେ ନିଶ୍ଚିତ ଭାବରେ ଆମେ ଦୟା ପାଇବା। ନିଶ୍ଚିତ ଭାବରେ ଆମେ କ'ଣ ହେବା? ମଙ୍ଗଳ ପାଇବା। ଏହି ନୂଆ ବର୍ଷରେ ଯଦି ଆମେ ପରମେଶ୍ୱରଙ୍କ ଠାରୁ ଆମେ ଦୟା, ତାହାଙ୍କର ପ୍ରେମ, ମଙ୍ଗଳ ଦାନ, ତାହାଙ୍କର ଆଶୀର୍ବାଦକୁ ଯଦି ଆମେ କାମନା କରୁଛୁ, ଆମେ ବାଞ୍ଛା କରୁଛୁ, ବାକ୍ୟ କହେ ଆମେ କ'ଣ କରିବା? ଆମର ଅଧର୍ମକୁ ଆମେ ସ୍ୱୀକାର କରି ଆମେ ସେଇ ଅଧର୍ମକୁ ଛାଡ଼ିଦେବା। ଅପବୀୟ ପୁତ୍ର ସେ ଘରକୁ ଫେରି ଆସୁଛି। ଆଉ ସେ କ'ଣ କରୁଛି? ଭୁଲକୁ ସ୍ୱୀକାର କଲା ପରେ, ବାପା ମୋତେ ଆହୁରି କିଛି ଟଙ୍କା ଦିଅ, ମୁଁ ପୁନର୍ବାର ଧରି ଦୂର ଦେଶକୁ ଯିବି। ସେ ତାହା କହୁନାହାନ୍ତି, ବାପା, ମୁଁ ତୁମ ବିରୁଦ୍ଧରେ, ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି। ମୋତେ ତୁମ ପୁଅ ବୋଲି ମୋତେ ରଖ ନାହିଁ। ମାତ୍ର ବାହାରେ ଯାଇ ମୁଁ ଯେମିତି ଅସୁବିଧା ଭୋଗିଛି, ଯେଉଁ ସବୁ ହଇରାଣ ହରକଟ ହେଇଛି, ମୁଁ ବାହାରେ ଯିବା ପାଇଁ ଚାହୁଁନାହିଁ। ମୁଁ ତୁମର ପୁଅ ନହେଲେ ମଧ୍ୟ ମୁଁ ତୁମର ଗୋଟେ ମୂଲିଆ ପରି ରହିବି, କିନ୍ତୁ ମୁଁ ବାହାରକୁ ଆଉ ଯିବି ନାହିଁ। ମୁଁ ଭୁଲ କରିଛି, ପାପ କରିଛି। ସେ ନିଜର ସେ ଅଧର୍ମକୁ ସେ ଆଚ୍ଛାଦନ କରୁନାହାନ୍ତି। ସେ କହିଦେଉଛନ୍ତି, ପରମେଶ୍ୱର ଚାହାନ୍ତି ଆମେ ମଧ୍ୟ ଆମର ଅଧର୍ମକୁ ଆମେ କହିଦେବା ଆଉ କ'ଣ କରିଦେବା? ସେଇ ଅଧର୍ମକୁ ଛାଡ଼ିଦେବା। ସେତେବେଳେ ଆମର ପରମେଶ୍ୱର ମଧ୍ୟ ଆମକୁ କ'ଣ କରିବେ? ଆଲିଙ୍ଗନ କରିବେ, ଆମର ପାଦରେ ପାଦୁକା ଦେବେ, ହାତରେ ମୁଦି ପିନ୍ଧାଇବେ, ଆଉ ଗୋଟେ
ଉତ୍ତମ ବସ୍ତ୍ର ଆମକୁ କ'ଣ କରିବେ? ପିନ୍ଧେଇବେ ଆଉ ନିଜର ପୁତ୍ର ଭାବରେ ସେ ଗ୍ରହଣ କରିବେ। ଆମର ପରମେଶ୍ୱର ଆମକୁ ଅପେକ୍ଷା କରିଛନ୍ତି। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଏହି ସନ୍ଦେଶ ଦ୍ୱାରା କହିବା ପାଇଁ ଚାହେଁ, ଏହି ନୂତନ ବର୍ଷରେ ଆମେ ସମସ୍ତେ ପ୍ରଭୁଙ୍କର ଆଶୀର୍ବାଦକୁ ଲୋଢ଼ୁ, ତାହାଙ୍କର ମଙ୍ଗଳ, ତାହାଙ୍କର ଦୟାକୁ ଆମେ ପାଇବା ପାଇଁ ଆମେ ଏକାଗ୍ର ଭାବରେ ଆମେ କ'ଣ କରୁ? ଚେଷ୍ଟା କରୁ। ମାତ୍ର ଅନେକ ସମୟରେ ଆମେ ବିଫଳ ହୋଇଯାଉ। କାହିଁକି? ଅଧର୍ମକୁ ଆମେ କ'ଣ କରିଥାଉ? ଲୁଚେଇ ଦେଇଥାଉ। ଅଧର୍ମକୁ ଆମେ ଆଦର କରିଥାଉ। ସେଥିପାଇଁ ପରମେଶ୍ୱରଙ୍କ ଦୟା ଅଟକି ଯାଏ, ତାହାଙ୍କ ମଙ୍ଗଳ ଆମ ଜୀବନରେ ଆସେ ନାହିଁ। ପ୍ରଭୁ ଦୟା କରନ୍ତୁ, ଆମେ ସେଇ ଅଧର୍ମକୁ ସ୍ୱୀକାର କରି ଛାଡ଼ିଦେବା ଆଉ ଆମର ଦୟାବାନ ପରମେଶ୍ୱରଙ୍କ ଠାରୁ ଆମେ ଦୟା ପାଇବା, ମଙ୍ଗଳ ପାଇବା ଏବଂ ଏହି ବର୍ଷରେ ଆମେ ଆତ୍ମିକ ଜୀବନରେ ବଢ଼ିବା, ଆମେ ସୁସ୍ଥତା ଆମେ ଭୋଗ କରିବା ଏବଂ ତାଙ୍କର ଉପସ୍ଥିତିରେ ରହି ଆଗମନ ପାଇଁ ପ୍ରସ୍ତୁତ ହେବା। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ବାପା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ତୁମେ ଆମମାନଙ୍କର ମଙ୍ଗଳମୟ, ଦୟାରେ ମହାନ, କ୍ରୋଧରେ ଧୀର, ସ୍ନେହଶୀଳ, କୃପାମୟ ପରମେଶ୍ୱର ତୁମେ ଅଟ। କିନ୍ତୁ ପ୍ରଭୁ, ତୁମେ ଆମମାନଙ୍କୁ କଥା ହେଲ ତୁମ ବାକ୍ୟ ଦ୍ୱାରା। ତୁମେ ସେତେବେଳେ ଆମକୁ ଦୟା କରିବ, ସେତେବେଳେ ତୁମେ ଆମକୁ ଆଶୀର୍ବାଦ କରିବ, ମଙ୍ଗଳ ଦେବ। ପିତା, ଯେତେବେଳେ ଆମେ ଅଧର୍ମ ଠାରୁ ଦୂରରେ ରହିବୁ, ଅଧର୍ମକୁ ସ୍ୱୀକାର କରି ଆମେ ପରିତ୍ୟାଗ କରିବୁ, ପାପରୁ ଫେରିଆସିବୁ, ସେତେବେଳେ ନିଶ୍ଚିତ ଭାବରେ ତୁମେ ଆମମାନଙ୍କୁ ପ୍ରଭୁ ଦୟା କରିବ, ଆଶୀର୍ବାଦ କରିବ, ଆମ ଜୀବନରେ ତୁମେ ମଙ୍ଗଳ ନେଇ ଆସିବ। ଏହି କଥା ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କହିଥିବାରୁ ଆମେ ତୁମକୁ ଧନ୍ୟବାଦ ଦେଉଛୁ।